बंधु माने आजिर एही कार्यक्रम को आपण मानकु स्वागत। आजिर एही कार्यक्रमटी बिछा राशि व्यक्ति विशेष मानक पई बहुत गुरुत्वपूर्ण अटे, बहुत ही खास अटे, कारण आपणकर समग्र विश्व अगस्त 2026 रे परिवर्तन हेबाकु जाउची। एही मासरे आपणक पई 10टी गुरुत्वपूर्ण घटना घटिबाकु जाउची। एही मासकु आपण हेय मने करंतु नाही, आपण 3टी आश्चर्यजनक खबर पाइबाकु जाउछंती। एते मर्मस्पर्शी खबर जे ଏହା ଆପଣଙ୍କ ଆଖିରେ ଆନନ୍ଦର ଲୁହ ଆଣିଦେବ। ଆପଣଙ୍କ ଜୀବନ ଆଉ ପୂର୍ବ ଭଳି ରହିବ ନାହିଁ। ଯାହା ଆପଣଙ୍କ ଠାରୁ ହଜି ଯାଇଥିଲା କିମ୍ବା ଅଲଗା ହୋଇ ଯାଇଥିଲା ତାହା ଫେରି ଆସିବ। ଅଗଷ୍ଟ ମାସ ଆପଣଙ୍କ ପାଇଁ କିଛି ଚ୍ୟାଲେଞ୍ଜ ଆଣିବ, କିନ୍ତୁ ଏହା ଆପଣଙ୍କୁ ପ୍ରଚୁର ପରିମାଣରେ ଖୁସି ମଧ୍ୟ ପ୍ରଦାନ କରିବ। ଶନି ବକ୍ରି ହେବା ଆପଣଙ୍କ ପାଇଁ ଆଶୀର୍ବାଦ ପ୍ରମାଣିତ ହେଉଛି। ମୁଁ କ୍ରମାଗତ ଗ୍ରହ ପରିବର୍ତ୍ତନ ବିଷୟରେ ବିସ୍ତୃତ ଭାବରେ କହିବି। ଏହି ମାସକୁ ଆପଣଙ୍କ ପାଇଁ ପ୍ରକୃତରେ ଯାହା ଶୁଭ କରିବ, କିନ୍ତୁ ମନେ ରଖନ୍ତୁ ଗୋଟିଏ ଛୋଟିଆ ଭୁଲ ମଧ୍ୟ ଆପଣଙ୍କର ସମସ୍ତ ଖୁସିକୁ ନଷ୍ଟ କରିଦେଇପାରେ। ଆପଣ ବର୍ତ୍ତମାନ ଯାହା ଧରିଛନ୍ତି ତାହା ଆପଣଙ୍କ ହାତରୁ ଖସି ଯାଇପାରେ, ତେଣୁ କେଉଁ ଭୁଲ ଗୁଡ଼ିକୁ ଏଡ଼ାଇବା ଉଚିତ, ମୁଁ ଏସବୁ ବିଷୟରେ ଆଲୋଚନା କରିବି। ବନ୍ଧୁମାନେ, ଅଗଷ୍ଟ ମାସଟି କୌଣସି ସାଧାରଣ ମାସ ନୁହେଁ। ପ୍ରମୁଖ ମାଇଲ ଖୁଣ୍ଟ ହାସଲ କରିବାକୁ ଏହା ସ୍ଥିର ହୋଇଛି। ଅଗଷ୍ଟ ଏତେ ସ୍ୱତନ୍ତ୍ର କାହିଁକି? କାରଣ ଶନି ବକ୍ରି ହୋଇ ସାରିଛନ୍ତି। ଦ୍ୱିତୀୟତଃ ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବେ। ମାସର ପ୍ରଥମ ଦିନରେ ଘଟୁଥିବା ଏକ ମହାଗୋଚର, ତାପରେ ଅଗଷ୍ଟ 2 ତାରିଖରେ ମଙ୍ଗଳ ମିଥୁନ ରାଶିରେ ପ୍ରବେଶ କରିବେ, ଯାହା ଆପଣଙ୍କ ଜୀବନକୁ କଷ୍ଟ ଦେଉଥିବା ସ୍ଥିରତା ଏବଂ ଫସିଯିବା ଭାବନାରୁ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ। କିନ୍ତୁ ଧ୍ୟାନ ଦେଇ ଶୁଣନ୍ତୁ, ଅଗଷ୍ଟ ମାସରେ ଅନେକ ଉତ୍ଥାନ ପତନ ମଧ୍ୟ ରହିଛି, ତେଣୁ ସଠିକ ସତର୍କତା ସହିତ ଆପଣଙ୍କୁ ଚାଲିବାକୁ ପଡ଼ିବ। ଆପଣ ଲକ୍ଷ୍ୟ କରିଥିବେ ଗତ କିଛି ମାସ ଧରି ଆପଣ ହଠାତ୍ ଆପଣଙ୍କର ଦାୟିତ୍ୱ ବୃଦ୍ଧି ପାଇବା ଭଳି ଦେଖୁଛନ୍ତି। ଆପଣ ଇଚ୍ଛା ନକରି ମଧ୍ୟ ପରିବାର କିମ୍ବା କାମ ସମ୍ବନ୍ଧୀୟ ବୋଝ ମୁଣ୍ଡାଇବାକୁ ପଡ଼ିଛି। ଆପଣ ଭାରାକ୍ରାନ୍ତ ହୋଇଯାଇଥିଲେ ଏବଂ ଆପଣଙ୍କର ଶାନ୍ତି ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଥିଲା। ଦାୟିତ୍ୱ ଏତେ ଭାରି ହୋଇଗଲା ଯେ ଆପଣ ରାତିରେ ଶୋଇପାରିଲେ ନାହିଁ କିମ୍ବା ଶାନ୍ତିରେ ଖାଇପାରିଲେ ନାହିଁ। ଆପଣଙ୍କ ଜୀବନ ଭବିଷ୍ୟତ ବିଷୟରେ ଚିନ୍ତାରେ ପରିପୂର୍ଣ୍ଣ ଏକ ବ୍ୟସ୍ତବହୁଳ ଧାବମାନ ପାଲଟିଛି। ଆପଣ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଚୁପ୍ ବସି ପାରିନାହାନ୍ତି। ତଥାପି ଶନିଙ୍କର ବକ୍ରି ହେବା ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଆପଣ ଏକ ଭାରି ବୋଝ ବହନ କରୁଛନ୍ତି। ଏହା କେବେ ଶେଷ ହେବ ଏବଂ ଆପଣ ଏହି ଜଟିଳତାର ଜାଲରୁ କେବେ ମୁକ୍ତି ପାଇବେ ବୋଲି ଭାବୁଛନ୍ତି। ତଥାପି ଆପଣ ଯେତେ ମୁକ୍ତ ହେବାକୁ ଚେଷ୍ଟା କରିବେ ସେତେ ଅଧିକ ଜଟିଳ ଜିନିଷ ହେବା ଦେଖାଯାଉଛି। କୌଣସି ସହଜ ସମାଧାନ ପରି ମନେ ହେଉନାହିଁ। ତଥାପି ଅଗଷ୍ଟ ମାସ ଶନିଙ୍କର ବକ୍ରି ହେବା ଏବଂ ବୁଧଙ୍କର ବକ୍ରିରୁ ମାର୍ଗୀ ହେବା ସହିତ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସଂକେତ ଆଣିଥାଏ। ଏହା ବ୍ୟତୀତ ଅଗଷ୍ଟ 5 ତାରିଖରେ ବୁଧ ମାର୍ଗୀ ହୋଇଯିବେ ଏବଂ କର୍କଟ ରାଶିରେ ପ୍ରବେଶ କରିବେ। ତାପରେ ଅଗଷ୍ଟ 17 ତାରିଖରେ ଏକ ବଡ଼ ପରିବର୍ତ୍ତନ ଘଟିବ। ସୂର୍ଯ୍ୟ ନିଜର ସ୍ୱରାଶି ସିଂହ ରାଶିରେ ପ୍ରବେଶ କରିବେ, ତ ଆପଣଙ୍କ ପାଇଁ ଏହି ଗୋଚର ଦଶମ ଭାବରେ ଘଟିବ, ଯାହାକି କ୍ୟାରିୟର, କାର୍ଯ୍ୟ ଏବଂ କଠିନ ପରିଶ୍ରମର ଭାବ। ଯେତେବେଳେ ସୂର୍ଯ୍ୟ ନିଜର ସ୍ୱରାଶିରେ ଥାନ୍ତି ସେତେବେଳେ ସେ ଅପାର ଶକ୍ତି ଲାଭ କରନ୍ତି। ସେ ଆପଣଙ୍କ କ୍ୟାରିୟରରେ ଏକ ବିରାଟ ଉଷ୍ମତା ଆଣିବେ, ଯାହା ଆପଣଙ୍କୁ ଏପରି ସଫଳତା ଆଣିପାରେ ଯାହା ଆପଣ କଳ୍ପନା ମଧ୍ୟ କରିନଥିଲେ। ତଥାପି ସତର୍କତା ଜରୁରୀ, କାରଣ ମଙ୍ଗଳ ଅଷ୍ଟମ ଭାବରେ ପ୍ରବେଶ କରିବେ, ଯେତେବେଳେ କି ମଙ୍ଗଳ ହେଉଛନ୍ତି ଆପଣଙ୍କ ରାଶିର ଅଧିପତି ଏବଂ ଅଷ୍ଟମ ଭାବରେ ମଙ୍ଗଳଙ୍କର ଗୋଚର। ଆପଣ ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି ଯାହାକୁ ଯଦି ଆପଣ ନିୟନ୍ତ୍ରଣ ରକ୍ଷା ନ କରନ୍ତି ତେବେ ଏଡ଼ାଇବା କଷ୍ଟକର ହୋଇପାରେ। ତେଣୁ ଆସନ୍ତୁ ଗୋଟି ଗୋଟି କରି ବିବରଣୀ ଦେଖିବା। ତ ବନ୍ଧୁମାନେ, ବର୍ତ୍ତମାନ ଶନି ଆପଣଙ୍କର ପଞ୍ଚମ ଭାବରେ ଅଛନ୍ତି। ପ୍ରାୟତଃ 138 ଦିନ ପାଇଁ ଆପଣଙ୍କର ପଞ୍ଚମ ଭାବରେ ବକ୍ରି ହୋଇ ରହିବେ। ଶନି ଆପଣଙ୍କର ପଞ୍ଚମ ଭାବରେ ଅଛନ୍ତି ଏବଂ ସେ ହେଉଛନ୍ତି ଆପଣଙ୍କ ଚତୁର୍ଥ ଭାବର ଅଧିପତି। ଏହା ଆପଣଙ୍କର ତୃତୀୟ ଭାବକୁ ମଧ୍ୟ ପ୍ରଭାବିତ କରନ୍ତି, ସାହସ ଏବଂ ଉଦ୍ୟମର ଭାବ। ଯେହେତୁ ଶନି ଏହି କ୍ଷେତ୍ର ଗୁଡ଼ିକୁ ଶାସନ କରନ୍ତି ଏବଂ ବକ୍ରି ହେଉଛନ୍ତି, ଏହା କୌଣସି ଛୋଟ ଘଟଣା ନୁହେଁ। ଏହା ଆପଣଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇବ। ମୁଁ ବିନା କାରଣରେ କହିନଥିଲି ଯେ ଆପଣଙ୍କ ସମଗ୍ର ପରିବାରର ଭାଗ୍ୟ ପରିବର୍ତ୍ତନ ହେବ। ପରଦା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟୁଛି,
तेणु यह कुहाଯାଉଛି आरंभ करने पाई शनि आपणक पंचम भाव अछंती जहाँकि आपणकर शिक्षा संतान एवं प्रेम जीवनर भाव। जदि आपण एक नूतन आरंभ करुछंती आपणकर प्रेम जीवन में तो दयाकरी सतर्कतार सहित आगक बढ़ंतु। शनिंकर बक्री हेबा सहित वार्ता हेउची जे किछि समय पाई विरत हुंतु एवं धैर्य रखंतु। तरबरिया भावरे कौनसी निष्पत्ति नियंतु नाही। आपणको सतर्क रहिबाको पड़िबो। प्रेम संपर्क रे किछिटा सतर्क रहिबाको शनि आपणको परामर्श देउछंती। निज भितरे धैर्य रखंतु एवं चिंता करी निष्पत्ति नियंतु। विवाह किंबा निर्बंध संबंधी तरबरिया डिसिजन नियंतु नाही। कौनसी प्रतिबद्धता देबारु दूरेई रुहंतु। एहा व्यतीत आपणको आपणको पिलामानंको उपरे नजर रखिबाको पड़िबो। सेमाने कोन करूछंती कहा सहित अछंती देखंतु एवं सेमानंकर स्वास्थ्य एवं शिक्षा प्रति ध्यान देबाको पड़िबो। जेहेतु शनि पंचम भावरे अछंती तो ताहा आपणक शिक्षा को मध्य गुरुत्वपूर्ण भावरे प्रभावित करिबो। जदि आपण चाकरी किंबा प्रतियोगितामूलक परीक्षा पाई प्रस्तुत हेउछंती तेबे आपणको अतिरिक्त प्रयास करिबाको पड़िबो। एही मासरे कठिन परिश्रम आवश्यक। तथापि बक्री शनि कठिन परिश्रम दाबी करती। पुरस्कार मध्य यथेष्ट हेब। पूर्वरु आपण जहा पाइछंती ताठारु द्विगुणित मध्य आपण एपरि जिनिस पाइबे जहा पूर्वरु केबे भी मिली नथिला। जदियो आपणको कठिन परिश्रम करिबाको पड़िबो फलाफल तुरंत मिलिबो। एहा सहित शनि आपणक चतुर्थ भावर अधिपति। चतुर्थ भावटी आराम विलास एवं आपणक मांक सहित जड़ित भाव। जेतु शनि एही भावर शासन अधिपति अटंती तो आपणक बुद्धिमान भावरे आपणकर टंका खर्च करबा उचित। आपणको आराम एवं विलासपूर्ण जिनिस पत्र पाई किछि संघर्षर सम्मुखीन हेबाको पड़ि पारे। तो आपण कौनसी आचे बाजे खर्च करंतु नाही। ताहा गाड़ी हेउ किंबा घर धैर्य रखंतु। अतीतर घटना गुड़िक पुनर्बार देखा जाई पारे जे पूर्वरु आपणको छाड़ी चली जाइथिले। हुईतो जणे पूर्व प्रेमिक किंबा प्रत्याख्यान रे शेष होइथिबा संपर्क ताहा फेरी आसी पारे। बक्री शनि अतीतर घटना गुड़िक पुनरावृत्ति करंती। पुराना समस्या पुनर्जीवित होई पारे एवं अतीतर स्मृति फेरी आसी पारे। एही मासरे एपरि घटना घटिबो। शनि आपणक ठारू किछि नेई पारंती किंतु यह निश्चित भावरे फेराई देबे। बक्री शनि सर्वदा पुरस्कार प्रदान करंती। शेषरे बिछा राशिर लोकंको पई हठात दायित्व आसी पारे किंतु टंका मध्य आपणक पाखको आसीछि। एहा एपरि नुहे जे सुजोग गुड़िको आपणको हाथ छड़ा करि देइछि। आपण आर्थिक लाभ एवं नूतन संभावना उभय पाइछंती। तथापि दायित्व जोगु आपणकर हाथ बंधा रहितिला। आपण पदक्षेप नहीं पारिले नाही। आपण एक निर्दिष्ट परिस्थिति रे फसी जाइथिले। गत किछि मास धरि एही समस्या आपणको द्वंद्व रे फसाई रखिथिला। हुए तो यह एक संपर्क थिला एक साथी जे आपणको एपरि भाबरे फसाई रखिथिला जे आपण मुक्त होई पारिबे नाही। हुए तो आपण एक विषाक्त संपर्क रे किंबा एपरि चाकरी रे फसी रही थांते जहा पदोन्नति किंबा मानसिक शांति प्रदान करू नथिला। केवल आपणक शक्तिर निष्कासन एवं बढ़ुथुबा हताशा चिंता एवं चाप। यह प्रेम संपर्क चाकरी किंबा ऋण हेउ आपण एक भूलंबी परी परिस्थिति रे फसी जाइछंती जोठारु कोनोसी मुक्ति पाइबार उपाय नाही। किंतु वर्तमान एही मास गुरुत्वपूर्ण संकेत आनी थाए जहा मु शीघ्र व्याख्या करिबी। शनिकर तृतीय दृष्टि आपणक सप्तम भाव उपरे पड़ुछि। यार अर्थ हेउछि जदि आपणक जीवन साथी सहित विवाद थिला तेबे से गुड़िकर समाधान हेबार संभावना अछि। जदिओ यह छाड़पत्र पर्यंत वृद्धि पाई थांता किंतु वर्तमान यह समाधान होइछिबो। जदि आपणक जीवन साथी आपणक छाड़ी देई थांते तेबे से माने फेरी आसीबार संभावना अछि। आपणक वैवाहिक जीवन रे सकारात्मक विकास घटुछि। जदि आपण बक्री शनि जोगु व्यवसायिक क्षति सहितिले तेबे आपण एबे सेई क्षति गुडी को पुनरुद्धार करिबा आरंभ करिबे एवं लाभ देखिबे। व्यवसायिक संभावना रे उन्नति हेबो। पूर्वरु खसी जाइथिबा किंबा शेष होई जाइथिबा सुजोग किंबा चुक्ति गुडी को आपणक पाखको फेरी आसी पारे जहा एक उत्तम खबर। तथापि आपण मते गोटे कथा कहंतु आपण काहेकि बारंबार निजको आपस करिबाको पडुछि। आपण प्रायतः निजको पचारंती जे काहेकि आपणकर प्रेम संपर्क केबे भी स्थायी होई नाही किंबा आपण प्रकृत रे चाहंतुबा चाकरी केबे भी काहेकि पाई पारु नाहंती। सब बेले किछि कम पाई आपणको समाधान करिबाको पडुछि। ताहा टंका प्रेम नियुक्ति किंबा व्यवसाय हो
ଆପଣ ନିଜକୁ ନିରନ୍ତର ଆପତ୍ତି କରୁଥିବାର ଅନୁଭବ କରନ୍ତି। ଗତ କିଛି ବର୍ଷ ଧରି ଏହା ଏକ ଧାରା ହୋଇଛି। ବାସ୍ତବତା ଆପଣଙ୍କ ଚିନ୍ତାଧାରା ସହିତ ମେଳ ଖାଏ ନାହିଁ ଏବଂ ଆପଣ ଯାହା ଆପଣଙ୍କ ହୃଦୟ ଚାହୁଁଛି ତାହା ପାଆନ୍ତି ନାହିଁ। ଏହା ହିଁ ଆପଣଙ୍କୁ କଷ୍ଟ ଦିଏ। ଅନୁଭବ କରିବା ଯେ ଯେତେବେଳେ ଆପଣଙ୍କ ପାଖରେ ବିଶାଳ ସଫଳତା ହାସଲ କରିବାର ସମ୍ଭାବନା ଅଛି, ଆପଣ ବହୁତ କମ୍ ପାଇଁ ସମାଧାନ କରିବାକୁ ବାଧ୍ୟ ହୁଅନ୍ତି। ଏହା ଆପଣଙ୍କର ନିରନ୍ତର ଅଭିଯୋଗ। କିନ୍ତୁ ଆପଣଙ୍କ ପାଇଁ ଏହି ସମସ୍ୟାର ମୂଳ କାରଣ କ'ଣ? ଆପଣ ଏପରି ଜଣେ ଯିଏ ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ହୃଦୟରେ ସାହାଯ୍ୟ କରନ୍ତି। ଆପଣ ପ୍ରାୟତଃ ଆପଣଙ୍କ ପ୍ରିୟଜନଙ୍କ ବିଷୟରେ ଚିନ୍ତାରେ ଫସିଯାଆନ୍ତି। ଚିନ୍ତିତ ହୁଅନ୍ତି ଯେ ସେମାନେ ଆପଣଙ୍କ ଉପରେ ରାଗିପାରନ୍ତି କିମ୍ବା ଆପଣ କିଛି ଭୁଲ କରିଦେଇପାରନ୍ତି ବୋଲି ଭୟ କରନ୍ତି। ଆପଣ ସର୍ବଦା ସମସ୍ତଙ୍କ ପାଇଁ ସର୍ବୋତ୍ତମ ଚାହାନ୍ତି ଏବଂ ସମସ୍ତଙ୍କୁ ଏକାଠି ରଖିବାକୁ ଚେଷ୍ଟା କରନ୍ତି। ଆପଣ ନିଜର ସ୍ୱପ୍ନ ପୂରଣ କରିବା ପରିବର୍ତ୍ତେ ଏହି ବନ୍ଧନ ଗୁଡ଼ିକୁ ପରିଚାଳନା କରିବାରେ ନିଜର ଜୀବନ ବିତାଇ ଦିଅନ୍ତି ଏବଂ ଏହା ହିଁ ହେଉଛି ଆପଣ ସମ୍ମୁଖୀନ ହେଉଥିବା ଦ୍ୱନ୍ଦ୍ୱ। କିନ୍ତୁ ଯଦି ଏହି ମାସରେ ଆପଣ କେବଳ ନିଜ ଉପରେ ଏବଂ ନିଜର ସ୍ୱାର୍ଥ ଉପରେ ଧ୍ୟାନ ନ ଦିଅନ୍ତି, ତେବେ ଏହା ଆପଣଙ୍କର ସମଗ୍ର ପରିବାରର ଗତିପଥକୁ ପରିବର୍ତ୍ତନ କରିପାରେ। ଏହି ମାସ ଆପଣଙ୍କର ଏବଂ ଆପଣଙ୍କ ପରିବାର ଉଭୟଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାର ସମ୍ଭାବନା ରଖିଛି, କାରଣ 17 ତାରିଖରେ ସୂର୍ଯ୍ୟ ଆପଣଙ୍କର କ୍ୟାରିୟର ଭାବରେ ପ୍ରବେଶ କରିବେ, ଯାହା ଆପଣଙ୍କ ପାଇଁ ଏକ ବରଦାନ ସଦୃଶ କାମ କରିବ। କ୍ୟାରିୟର ସମ୍ବନ୍ଧୀୟ ବିଚ୍ଛିନ୍ନତା କିମ୍ବା ଅସନ୍ତୋଷ ପରିବର୍ତ୍ତନ ହେବ। ସୂର୍ଯ୍ୟଙ୍କର ଆଗମନ କେତୁର ପ୍ରଭାବକୁ ଦୁର୍ବଳ କରିବ ଏବଂ ଆପଣଙ୍କ ଦଶମ ଭାବଟି ଆକ୍ଟିଭ ହୋଇଯିବ, ଯାହାଫଳରେ ଯଦି ଆପଣ ଚାକିରି ପାଇଁ ପ୍ରସ୍ତୁତ ହୋଇଛନ୍ତି, ତେବେ ଚାକିରି ଆପଣଙ୍କୁ ମିଳିବ ନିଶ୍ଚିତ ଭାବରେ। ପଦୋନ୍ନତି ମଧ୍ୟ ସୁନିଶ୍ଚିତ, ଯେପରି ବ୍ୟବସାୟରେ ଉନ୍ନତି ଏବଂ ଅଟକି ରହିଥିବା ପାଣ୍ଠିର ପୁନରୁଦ୍ଧାର। ଯଦି ଆପଣ ଜୀବନରେ ସ୍ଥିର ହେବାକୁ ଚାହାନ୍ତି, ବ୍ୟବସାୟରେ ହେଉ କିମ୍ବା କ୍ୟାରିୟରରେ, ତାହା ମଧ୍ୟ ଘଟିବ। କିନ୍ତୁ ଆପଣଙ୍କୁ ବହୁତ ସତର୍କତାର ସହିତ ପାଦ ଦେବାକୁ ପଡ଼ିବ। ଅଷ୍ଟମ ଭାବରେ ମଙ୍ଗଳ ଆଘାତ ଏବଂ ହଠାତ୍ କ୍ରୋଧର ପ୍ରକୋପ ସୃଷ୍ଟି କରିପାରେ। ଆପଣ ଆପଣଙ୍କ ପରିବାର କିମ୍ବା ସାଥୀଙ୍କ ଉପରେ ଆଘାତ କରିପାରନ୍ତି। ଏହା ବ୍ୟତୀତ ଆପଣଙ୍କ ଶତ୍ରୁମାନେ ମଧ୍ୟ ଉଚ୍ଚ ହାତ ପାଇପାରନ୍ତି। ଆପଣଙ୍କୁ ଜିନିଷ ଗୁଡ଼ିକୁ ଗୋପନୀୟ ରଖିବାକୁ ପଡ଼ିବ। ଆପଣଙ୍କୁ ଆପଣଙ୍କର ଯୋଜନାଗୁଡ଼ିକୁ ବୁଦ୍ଧିମାନ ଭାବରେ ଆଗକୁ ବଢ଼ାଇବାକୁ ପଡ଼ିବ। ଆପଣ ଯାହା ବି କରନ୍ତୁ, ନୀରବ ରୁହନ୍ତୁ। ଆପଣଙ୍କୁ ମାସ ସାରା ଆପଣଙ୍କ ଓଠକୁ ବନ୍ଦ ରଖିବାକୁ ପଡ଼ିବ। ଯଦି ଆପଣ କେଉଁ ଆଡ଼େ ଯାତ୍ରା କରିବାକୁ ଯାଉଛନ୍ତି, ନୀରବ ରୁହନ୍ତୁ। କେବଳ ନୀରବରେ ଆପଣଙ୍କର ସମସ୍ତ କାର୍ଯ୍ୟ କରନ୍ତୁ। ଏହା ବ୍ୟତୀତ ଏହି ମାସରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଚିନ୍ତା ରହିଛି, କାରଣ ଅଷ୍ଟମ ଭାବରେ ମଙ୍ଗଳ ରକ୍ତ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। ଆପଣ ଆଘାତ ପାଇପାରନ୍ତି କିମ୍ବା ରକ୍ତସ୍ରାବ ଅନୁଭବ କରିପାରନ୍ତି କିମ୍ବା ହୁଏତ ଉଚ୍ଚ ରକ୍ତଚାପ ସହିତ ସଂଘର୍ଷ କରିପାରନ୍ତି। ଏଗୁଡ଼ିକ ସମ୍ଭାବନା, ତେଣୁ ଦୟାକରି ନିଜର ଯତ୍ନ ନିଅନ୍ତୁ। ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ, ଯାହା ଅଶୁଭତ୍ୱକୁ କମ୍ କରି ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରଦାନ କରିବ। ତ ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ଶନିଙ୍କର ବୀଜ ମନ୍ତ୍ର 108 ଜପ କରନ୍ତୁ ଏବଂ ଶ୍ରମିକ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ କିମ୍ବା ପିନ୍ଧିବା ପାଇଁ ନୂତନ ପୋଷାକ ମଧ୍ୟ ଦାନ କରିପାରିବେ। ମନେ ରଖନ୍ତୁ, କେବେ ବି ପୁରୁଣା ପୋଷାକ କିମ୍ବା ଆପଣଙ୍କର ପିନ୍ଧା ପୋଷାକ ଦେବେ ନାହିଁ। ଏହି ପ୍ରତିକାରଟି ବିଶେଷ ଭାବରେ ବକ୍ରି ଶନିଙ୍କୁ ଶକ୍ତିଶାଳୀ କରିବା ପାଇଁ ଉଦ୍ଦିଷ୍ଟ। ଏହା କରିବା ଦ୍ୱାରା ଆପଣ ଶନିଙ୍କ ଶକ୍ତିକୁ ବ୍ୟବହାର କରିବାରେ ସାହାଯ୍ୟ କରିବେ। ପୂର୍ବରୁ ଯାହା ହଜିଯାଇଥିଲା ତାହା ଫେରିଆସିବ ଏବଂ ଆପଣଙ୍କ ଜୀବନରେ ଏକ ବହୁତ ସକାରାତ୍ମକ ପ୍ରଭାବ ପକାଇବ। ତ ବନ୍ଧୁମାନେ, ଆପଣ ନିଶ୍ଚିତ ଭାବରେ ଏହି ପ୍ରତିକାର ଗୁଡ଼ିକ ପାଳନ କରନ୍ତୁ। ଆପଣ ଦେଖିବେ ଯେ ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଯାହା ସବୁ ଅଶୁଭତ୍ୱ ରହୁଛି, ସେଗୁଡ଼ିକ ମଧ୍ୟ ଖଣ୍ଡନ ହୋଇଯିବ।